श्री परमात्मने नमः। ओम वासुदेवाय नमः। ओम व्यासदेवाय नमः। ओम जगन्नाथदासाय नमः। हे माँ सरस्वती तमे कंठरे बस, माँ कंठरे बस। अतिबड़ी जगन्नाथ दास रचित श्रीमद् भागवत महापुराण तृतीय स्कंधर आज 27 अध्याय पाठ करवा। यही 27 अध्याय प्रकृति पुरुष विभेदक ज्ञान लाभ द्वारा मोक्ष प्राप्ति निरूपण कथा वर्णना करा जायछि। एहार प्रथम भागर पद्यांतरी एवं द्वितीय भागरे एहार व्याख्या श्रवण करिबा। तेबे आसंतु आरंभ करिबा एही 27 अध्याय बा 27तम अध्याय। प्रत्येक भागवत महापुराणर प्रत्येक अध्याय धारावाहिक भाव में शुणापी चैनल टी सब्सक्राइब करूँ एवं फॉलो करूँ। फल आपण प्रत्येक अध्यायर घरे बसी यहाँ शुणिपारे एवं आपणकर पाप क्षय हो पार। शपथ विंश अध्याय रे पुरुष प्रकृति विचारे साधना बले मोक्ष पाई कहती कपिल गोसाई। विष्णु को हंती तोष मने मनुत नया सन्निधाने। श्री भगवान उवाच शुणज ननी एक मन जेहरी अज निरंजन निर्गुण निर्विकारमये बसई आत्मा रूपे दे। प्रकृति गुणे नोहे संग जले जे सने अर्कबिंब। से देह धर्मे बध होई आत्मा को अहंकार बही। आत्मार दुख सुख मणे कर्म करता मु प्रमाणे। आत्मार बंध कर्म पाके नित्य भ्रमयी दुख सुखी। देह को करे अभिमान एणु हो रही निज ज्ञान। निरते अहंकार घिनी एमंते भ्रमे नाना जोनी। जेसने जड़े प्राणी पोषे पुणी उठंते शिर दिशे। जन्म मरण एहि मते अर्जिला कर्मर आयते। आत्मार कर्म फल घिनी जीव भ्रमयी नाना जोनी। अज्ञाने ए घोर संसारे जीव भ्रमयी अहंकारे। दुखल भई बारे बारे आत्मार गति न विचारे। स्वप्ने अनर्थ जेते देखी नाना प्रपंचे उपलखी। देखते मने ता प्रत्यक्ष जेने जा गारे होई मिछ। ए रूपे जीवर संसार एमंत माया ए संसार। ए जीव मोहित अज्ञाने ए रूपे पड़ इ बंधने। एणु संयम चित्त करी विषय विश्वरु उधरी। भक्ति विरक्ति जोग बले मन को बस करी हेले। विरक्ति अर्थात वैराग्य नियमे स्थापी सुनिश्चले छाड़ी इंद्रिय संग मेले। विष्णु विषये मन धरी साधिब शरीर पाशरी। यत्ने साधिब जोग तप सत्यस उच्च श्रद्धा कल्प। मोहर गुण कर्म जस श्रवणे होई बहरस। सकल जीवे निज प्राय समेदे खिब विष्णुमय। प्राणी हिते थिब नीते चंचल इंद्रिय संजते। ईश्वरे स्थापी कर्म फल स्वधर्म साधिब निश्चल। प्रथम आश्रमर मते स्वधर्म मौन सत्य जूते। करिछा डिब गृह स्नेह जे अहंकार माया मोह। आहारे भल मंद नाही
जेबा मिलिब जाहा जहि अल्प भोजने मन तोषी एकांत स्थाने नित्य बसी କରୁଣ ଶାନ୍ତ ଶିଷ୍ଟ ଗୁଣ ସକଳ ଭୂତେ ମିତ୍ରପଣ। ଆହାରେ ଭଲ ମନ୍ଦ ନାହିଁ ଅର୍ଥାତ୍ ସ୍ୱାଦ ପ୍ରତି ଦୃଷ୍ଟି ନ ଦେଇ କେବଳ ପ୍ରାଣ ପୋଷଣ ଅର୍ଥେ ଯଥାଲବ୍ଧ ଖାଦ୍ୟ ଗ୍ରହଣ କରିବା ଉଚିତ। ଏଠାରେ ଭକ୍ଷାଭକ୍ଷ ପ୍ରତି ଦୃଷ୍ଟି ନ ଦେବାକୁ କୁହାଯାଇ ନାହିଁ। ସୁହୃଦ ସୁତ ଗୃହ ନାରୀ ଏ ଦେହେ ମମତା ନ କରି ପ୍ରକୃତି ପୁରୁଷ ବିଚାର ଜ୍ଞାନର ତତ୍ତ୍ୱବଧାର ତେଣେ ନିବୃତ ବୁଦ୍ଧି ଭାବ ଜାଗ୍ରତ ସ୍ୱପ୍ନ ଆଦି ଭାବ ଅନ୍ୟ ଦର୍ଶନ ତାର ନାହିଁ ଆତ୍ମାରେ ଆତ୍ମାକୁ ଦେଖଇ ଚକ୍ଷୁର ଅର୍କେ ଅର୍କ ପ୍ରାଏ ଦେଖଇ ସର୍ବ ବ୍ରହ୍ମମୟୀ। ଚକ୍ଷୁର ଅର୍କେ ଅର୍ଥାତ୍ ଚକ୍ଷୁ ରୂପୀ ସୂର୍ଯ୍ୟ ଦ୍ୱାରା ସେ ବ୍ରହ୍ମ ନିତ୍ୟ ଲିଙ୍ଗ ମୁକ୍ତ ଆଭାସେ ଅହଙ୍କାରେ ସ୍ଥିତ ଏଣୁ ଯେ ଅହଙ୍କାରୀ ଜୀବ କି ରୂପେ ବ୍ରହ୍ମଙ୍କୁ ଦେଖିବ ଭୋମାତ ସଂଶୟ ନ କର ପ୍ରମାଣ କହିବା ତାହାର ଯେସନେ ରବି ବିମ୍ବ ଜଳେ ଆଭାସୁ ପୁଣି ଲକ୍ଷୀ ସ୍ଥଳେ ପୁଣି ସେ ଜଳ ବିମ୍ବ ବଳେ ଆକାଶ ରବି ଦେଖି ଡୋଳେ ତେସନେ ଦେହେନ୍ଦ୍ରିୟ ମନେ ଏ ଜୀବ ଥାଇ ନ ପ୍ରଛନେ ଏ ଯେ ତ୍ରିଗୁଣ ଅହଙ୍କାର ଆଭାସ ଜହିଁରେ ବ୍ରହ୍ମର ତହୁଁ ବ୍ରହ୍ମକୁ ଉପଲକ୍ଷୀ ପୁଣି ପ୍ରତ୍ୟକ୍ଷେ ତାକୁ ଦେଖି ଆତ୍ମା ଅଟଇ ଶୁଦ୍ଧ ଜ୍ଞାନ ଅନୁଭବରେ ତା ପ୍ରମାଣ ସୁଷୁପ୍ତି ଅବସ୍ଥାରେ ଯେବେ ଭୂତାଦି ରହେ ଲୀନ ଭାବେ ନିଦ୍ରାରେ ଅହଙ୍କାର ଶୂନ୍ୟ ଆତ୍ମା ସ୍ୱରୂପେ ବର୍ତ୍ତମାନ ଦ୍ରଷ୍ଟା ସ୍ୱରୂପେ ଥାଇ ଦେହେ ନିଜକୁ ମଣେ ନଷ୍ଟ ପ୍ରାୟ ଉପାଧି ନାଶ ହେବା ଜାଣି ଆପଣା ନାଶ ପରିମାଣି ଧନ ବି ନାଶେ ଲୋକ ଜେନେ ଆପଣା ନାଶ ପ୍ରାୟ ମଣେ ସୁଷୁପ୍ତି ଅବସ୍ଥାରେ ପୂର୍ଣ୍ଣ ବିଷୟ ମାତ୍ର ନୁହେଁ ଜ୍ଞାନ ଏ ରୂପେ ସଂଶୟ ନ କର ଭୋମାତା ମନରେ ବିଚାର ସୁଷୁପ୍ତି ଭଙ୍ଗରେ ପୁରୁଷ ଏ ରୂପ କରଇ ପ୍ରକାଶ ମୁଁ ଆଜି ସୁଖେ ନିଦ୍ରା ଗଲି କିଛି ମାତ୍ର ହିଁ ନ ଜାଣିଲି ଯେଣୁ ଏ ରୂପେ ମନେ ଥାଇ ଆତ୍ମା ନ ଥିଲେ ଜ୍ଞାନ କାହିଁ ପ୍ରକାଶେ ଯେ କାର୍ଯ୍ୟ କାରଣ ଶ୍ରେଦଷ୍ଟା ରୂପେ ବର୍ତ୍ତମାନ। ଦେବହୂତି ଉବାଚ ହେ ପ୍ରଭୁ ପୁରୁଷ ପ୍ରକୃତି କେହି କାହାକୁ ନ ଛାଡ଼ନ୍ତି ଅନନ୍ୟ ଆଶ୍ରୟ ସେ ନିତ୍ୟ କେବେ ହେଁ ନୁହନ୍ତି ସେ ଚ୍ୟୁତ ଯେମନ୍ତେ ଭୂମି ଗନ୍ଧ ଦୁଇ କେହି କାହାକୁ ନ ଛାଡ଼ଇ ଅଥବା ଦେଖ ଜଳରସ ଏକ ଭାବେ ଏକ ନାଶ ସେ ରୂପେ ପ୍ରକୃତି ପୁରୁଷେ ବିୟୋଗ କି ରୂପେ ପ୍ରକାଶେ ଅକର୍ତ୍ତା ପୁରୁଷ ବିଚାର ତ୍ରିଗୁଣେ ପ୍ରକୃତି ସଞ୍ଚାର ଏ କର୍ମ ବନ୍ଧ ଯେଣୁ ତାର କେମନ୍ତେ ମୋକ୍ଷ ଏହାଙ୍କର କେହି ବି ବେକ ଜ୍ଞାନ ତତ୍ତ୍ୱେ ସଂସାର ଯେବେ ବା ନିବର୍ତ୍ତେ ହେତୁ ତାହାର ଯେଣୁ ଥାଇ କି ରୂପେ ମୋକ୍ଷ ବା ଘଟଇ। ଶ୍ରୀ ଭଗବାନ ବାଚ ଶୁଣ ଜନନୀ ଦେଇଚିତ ଯେବାଜି ବର ବନ୍ଧ ମୁକ୍ତ ନିଷ୍କାମେ ସ୍ୱଧର୍ମରେ ଥାଇ ମନ ନିର୍ମଳେ ମତେ ଧ୍ୟାଇ ଶ୍ରୀକୃଷ୍ଣ ଶ୍ରବଣ କୀର୍ତ୍ତନେ
ଭକ୍ତିରେ ସାଧିବ ଯତନେ। ତତ୍ତ୍ୱଦର୍ଶନ ଜ୍ଞାନ ବଳେ ଦୃଢ଼ ବୈରାଗ୍ୟ ତପ ବଳେ। ଆତ୍ମାର ପ୍ରାପ୍ତି ଉପାୟରେ ଚିତ୍ତ ଏକାଗ୍ର ସମାଧିରେ। ଏ ସର୍ବ ପ୍ରକାରେ ସାଧନ ଖଣ୍ଡଇ ଜୀବର ବନ୍ଧନ। ପ୍ରକୃତି ଅଳ୍ପ ଅଳ୍ପ ହୋଇ ପୁରୁଷ ସଙ୍ଗଙ୍କୁ ତେଜଇ। ଯେସନେ ଅରଣିରୁ ଅଗ୍ନି ଜନମି ଦହଇ ଅରଣି। ପ୍ରକୃତି ଭୋଗ ଶେଷ ହେଲେ ତାହାର ଦୋଷ ଦିଶେ ଭଲେ। କାଟିଣ ସବୁ ବନ୍ଧ ପାଶ ଆନନ୍ଦେ ବିହରେ ପୁରୁଷ। ଯେସନେ ସ୍ୱପନେ ଅନର୍ଥ ଜାଗିଲେ ହୁଅ ସତ୍ୟ। ତେସନେ ସଂସାର ଦିଶଇ ମୋ ମାୟା ତାକୁ ନ ଲାଗଇ। ବହୁତ ଜନ୍ମ ଭାଗ୍ୟ ବଳେ ଆଧ୍ୟାତ୍ମ ଜ୍ଞାନ ହୁଏ କାଳେ। ଏ ରୂପେ ଆତ୍ମାରାମ ମୁନି ବ୍ରହ୍ମଲୋକକୁ ତୁଚ୍ଛ ମଣି। ଆତ୍ମାରାମ ଅର୍ଥାତ୍ ଆତ୍ମା ଅନୁଭୂତ ଆନନ୍ଦରେ ମଗ୍ନ। ମୋ ଭକ୍ତ ହୋଇ ମୋ ପ୍ରସାଦେ ଆତ୍ମାକୁ ଜାଣେ ଅପ୍ରମାଦେ। କୈବଲ୍ୟ ଧାମ ମୋ ଆଶ୍ରୟ ଲଭେ ମୁଁ କତି ଆଦି ଶ୍ରେୟ। ଲିଙ୍ଗ ଶରୀର ନାଶ ଯାଇ ଆଉଲେ ଉଟି ନ ଆସଇ। ଯାହାର ଚିତ୍ତ ଯୋଗୁଆନ ମାୟାରେ ନୁହଁଇ ବିଭ୍ରମ। ସେ ଆତ୍ୟନ୍ତିକି ଗତି ପାଇ ଯହିଁରେ ମୃତ୍ୟୁ ଭୟ ନାହିଁ। ମୈତ୍ରେୟ ବିଦୁର ଅଗ୍ରତେ ବହୁ ସାଧନ ଯୋଗ ମତେ। କହିଲେ କପିଳଙ୍କ ବାଣୀ ଶୁଣି ସଂସାରୁ ତର ପ୍ରାଣୀ। ସୁଜନେ ଚିନ୍ତ ମନେ ଏହା ଯେବେ ଖଣ୍ଡିବ ଭବ ମାୟା। ହରିଚରଣେ ଦେଇଛି ତ କହଇ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାୟାଂ ତୃତୀୟ ସ୍କନ୍ଧେ କପିଳୋପାଖ୍ୟାନ ପୁରୁଷ ବିବେକୋପାୟ ବର୍ଣ୍ଣନ ନାମ ସପ୍ତବିଂଶୋऽଧ୍ୟାୟଃ। ବର୍ତ୍ତମାନ ଏହି ଅଧ୍ୟାୟର ବ୍ୟାଖ୍ୟା ଶୁଣିବା। ଶ୍ରୀ ଭଗବାନ କପିଳ କହିଲେ, ତାଙ୍କ ମାତାକୁ କହୁଛନ୍ତି, ହେ ମାତା, ଯେପରି ଜଳର ଶୀତଳତା ଚଞ୍ଚଳତା ଆଦି ଗୁଣ ସହିତ ଜଳରେ ପ୍ରତିବିମ୍ବିତ ସୂର୍ଯ୍ୟର କୌଣସି ସମ୍ବନ୍ଧ ନଥାଏ, ଠିକ୍ ସେହିପରି ପ୍ରକୃତିର କାର୍ଯ୍ୟରୂପ ଏହି ଶରୀରରେ ଆତ୍ମା ରହୁଥିଲେ ମଧ୍ୟ ଶରୀରର ସୁଖ ଦୁଃଖ ଆଦି ଧର୍ମ ସହିତ ଆତ୍ମାର ବାସ୍ତବରେ କୌଣସି ସମ୍ବନ୍ଧ ନଥାଏ। କାରଣ ଆତ୍ମା ହେଉଛି ସ୍ୱଭାବତଃ ନିର୍ବିକାର, ଅକର୍ତ୍ତା ଓ ନିର୍ଗୁଣ। କିନ୍ତୁ ସେ ଯେତେବେଳେ ସେହି ପ୍ରାକୃତ ଗୁଣମାନଙ୍କ ସହିତ ନିଜର ସମ୍ବନ୍ଧ ସ୍ଥାପନ କରିଦିଏ, ସେତେବେଳେ ସେ ଅହଙ୍କାରରେ ମୋହିତ ହୋଇ ମୁଁ କର୍ତ୍ତା ବୋଲି ଭାବିବାକୁ ଲାଗେ। ସେହି ଅଭିମାନ ହେତୁ ସେ ଦେହ ସଂସର୍ଗ ଜନିତ ପୁଣ୍ୟ ପାପ ରୂପୀ କର୍ମ ଦୋଷରୁ ନିଜର ଶାନ୍ତି ଓ ସ୍ୱାଧୀନତା ହରାଇ ବସେ। ଏହାଛଡ଼ା ଦେହ ଅଭିମାନ ହେତୁ ହିଁ ସେ ଉତ୍ତମ ମଧ୍ୟମ ଓ ନୀଚ ଯୋନିମାନଙ୍କରେ ଉତ୍ପନ୍ନ ହୋଇ ସଂସାର ଚକ୍ରରେ ଘୂରିବନେ। ଯେପରି ସ୍ୱପ୍ନରେ ଭୟ ଶୋକର କୌଣସି କାରଣ ନଥିଲେ ମଧ୍ୟ ସ୍ୱପ୍ନର ପଦାର୍ଥମାନଙ୍କୁ ସତ୍ୟ ବୋଲି ଭାବିବାରୁ ଦୁଃଖ ଶୋକ ହୁଏ, ସେହିପରି ଭୟ ଶୋକ ଅହଂତ୍ୱ ମମତ୍ୱ ଏବଂ ଜନ୍ମ ମରଣ ରୂପ ସଂସାରର କୌଣସି ସତ୍ତା ନଥିଲେ ମଧ୍ୟ ଅବିଦ୍ୟାବଶତଃ ବିଷୟ ଚିନ୍ତନ କରିବାରୁ ଜୀବର ଜନ୍ମ ମୃତ୍ୟୁ ଆବର୍ତ୍ତନ ସମାପ୍ତ ହୁଏ ନାହିଁ। ତେଣୁ ବୁଦ୍ଧିମାନ ମନୁଷ୍ୟ ବିଷୟ ଚିନ୍ତନ ରୂପୀ କୁମାର୍ଗରେ ଚାଲିଥିବା ଚିତ୍ତକୁ ପ୍ରଗାଢ଼ ଭକ୍ତି ଯୋଗ ଓ ବୈରାଗ୍ୟ ଧାରା ଧୀରେ ଧୀରେ ନିଜର ବଶରେ ରଖିବା ଆବଶ୍ୟକ। ଯେଉଁ ମନୁଷ୍ୟ ଯମାଦି ଯୋଗ ସାଧନା ଦ୍ୱାରା ଶ୍ରଦ୍ଧାପୂର୍ବକ ଅଭ୍ୟାସ କରି ଚିତ୍ତକୁ ବାରମ୍ବାର ଏକାଗ୍ର କରିବା ସହିତ ମୋ ପ୍ରତି ନିଷ୍କପଟ ପ୍ରାଣୀଙ୍କଠାରେ ସମଭାବ ରଖନ୍ତି, କାହାରି ସହିତ ଶତ୍ରୁତା କରନ୍ତି ନାହିଁ, ଆସକ୍ତି ତ୍ୟାଗ କରିଦିଅନ୍ତି, ଯାହାଙ୍କର ବ୍ରହ୍ମଚର୍ଯ୍ୟ ମୌନବ୍ରତ ଓ ବଳିଷ୍ଠ ଅର୍ଥାତ୍ ଭଗବାନଙ୍କୁ ସମର୍ପିତ କରିଥିବା ସ୍ୱଧର୍ମରେ ଏପରି ସ୍ଥିତି ଆସିଯାଏ ଯେ
ପ୍ରାରବ୍ଧ ଅନୁସାରେ ଯାହା କିଛି ମିଳିଯାଏ ସେଥିରେ ସେ ସନ୍ତୁଷ୍ଟ ରହନ୍ତି। ଯେ ପରିମିତ ଭୋଜନ କରନ୍ତି ସଦା ଏକାନ୍ତରେ ରହନ୍ତି। ଯେ ଶାନ୍ତ ସ୍ୱଭାବ, ସବୁରି ମିତ୍ର, ଦୟାଳୁ ଓ ଧୈର୍ଯ୍ୟବାନ, ଯେ ପ୍ରକୃତି ଓ ପୁରୁଷଙ୍କର ବାସ୍ତବିକ ସ୍ୱରୂପକୁ ଅନୁଭବ କରି ସେଥିରୁ ପ୍ରାପ୍ତ ତତ୍ତ୍ୱଜ୍ଞାନ ହେତୁ ସ୍ତ୍ରୀ, ପୁତ୍ର ଆଦି ସମ୍ବନ୍ଧୀୟମାନଙ୍କ ପ୍ରତି ତଥା ନିଜ ଦେହ ପ୍ରତି ମୁଁ ମୋର ଭାବରେ ମିଥ୍ୟା ଅଭିନିବେଶ ରଖନ୍ତି ନାହିଁ। ଯେ ବୁଦ୍ଧିର ଜାଗ୍ରତ ଆଦି ଅବସ୍ଥାର ମଧ୍ୟ ଦୂରେଇ ରହନ୍ତି ତଥା ସର୍ବତ୍ର ପରମାତ୍ମାଙ୍କ ବ୍ୟତୀତ ଅନ୍ୟ କୌଣସି ବସ୍ତୁ ଦେଖନ୍ତି ନାହିଁ। ସେ ଆତ୍ମଦର୍ଶୀ ମୁନି ହୋଇଯାଆନ୍ତି। ସ୍ୱଚକ୍ଷୁରେ ସୂର୍ଯ୍ୟଙ୍କୁ ଦେଖିଲା ପରି ସେ ନିଜ ଅନ୍ତଃକରଣରେ ହିଁ ପରମାତ୍ମାକୁ ଦର୍ଶନ କରନ୍ତି ଏବଂ ସେହି ମୁନି ହିଁ ଅଦ୍ୱିତୀୟ ବ୍ରହ୍ମପଦ ପ୍ରାପ୍ତ ହୋଇଯାନ୍ତି। ବ୍ରହ୍ମ ହେଉଛି ଦେହ ଆଦି ସକଳ ଉପାଧିରୁ ମୁକ୍ତ, ଅହଙ୍କାର ଆଦି ମିଥ୍ୟା ବସ୍ତୁରେ ସତ୍ୟ ସ୍ୱରୂପରେ ଉଦ୍ଭାସିତ ତତ୍ତ୍ୱ, ଜଗତର କାରଣଭୂତା ପ୍ରକୃତିର ଅଧିଷ୍ଠାନ, ମହତ୍ ଆଦି କାର୍ଯ୍ୟବର୍ଗର ପ୍ରକାଶକ ଓ କାର୍ଯ୍ୟ କାରଣ ରୂପ ସକଳ ପଦାର୍ଥରେ ବ୍ୟାପ୍ତ। ଯେପରି ଘର ଅଗଣାରେ ଥିବା କୌଣସି ଜଳପାତ୍ରରେ ସୂର୍ଯ୍ୟର ଯେଉଁ ପ୍ରତିବିମ୍ବ ପଡ଼େ ତାହା ଘର କାନ୍ଥରେ ପ୍ରତିଭାତ ହୁଏ ଏବଂ କାନ୍ଥର ପ୍ରତିଭାସକୁ ଦେଖି ଘର ଲୋକେ ଜଳପାତ୍ରରେ ପ୍ରତିବିମ୍ବ ପଡ଼ିଥିବା ବିଷୟ ଜାଣିପାରନ୍ତି ଏବଂ ଜଳରେ ପଡ଼ିଥିବା ପ୍ରତିବିମ୍ବରୁ ଆକାଶରେ ଥିବା ସୂର୍ଯ୍ୟଙ୍କୁ ବି ଜାଣିପାରନ୍ତି। ଠିକ୍ ସେହିପରି ବୈକାରିକ ଆଦି ତ୍ରିବିଧ ଅହଙ୍କାର ଦେହ, ଇନ୍ଦ୍ରିୟ ଓ ମନରେ ପଡ଼ୁଥିବା ପ୍ରତିବିମ୍ବ ଦ୍ୱାରା ଲକ୍ଷିତ ହୋଇଥାଏ। ସତ୍ ପରମାତ୍ମାଙ୍କର ପ୍ରତିବିମ୍ବ ସ୍ୱରୂପ ସେହି ଅହଙ୍କାର ଦ୍ୱାରା ସତ୍ୟ ଜ୍ଞାନ ସ୍ୱରୂପ ପରମାତ୍ମା ତତ୍ତ୍ୱକୁ ଅନୁଭବ କରିହୁଏ। ସୁଷୁପ୍ତି ସମୟରେ ଶବ୍ଦ ଆଦି ସୂକ୍ଷ୍ମଭୂତ, ଇନ୍ଦ୍ରିୟ ଓ ମନୋବୁଦ୍ଧି ଆଦି ଅଜ୍ଞାନରେ ଲୀନ ହୋଇଯାଇଥିଲେ ମଧ୍ୟ ପରମାତ୍ମା ତତ୍ତ୍ୱ ସ୍ୱୟଂ ଜାଗ୍ରତ ରହେ ତଥା ତାହା ସର୍ବଥା ଅହଙ୍କାର ଶୂନ୍ୟ ହୋଇଥାଏ। ଜାଗ୍ରତ ଅବସ୍ଥାରେ ଏହି ଆତ୍ମା ଭୂତ ସୂକ୍ଷ୍ମ ଆଦି ଦୃଶ୍ୟବର୍ଗର ଦ୍ରଷ୍ଟା ରୂପେ ସ୍ପଷ୍ଟ ଅନୁଭୂତ ହୁଏ, କିନ୍ତୁ ସୁଷୁପ୍ତି ସମୟରେ ନିଜର ଉପାଧିଭୂତ ଅହଙ୍କାର ନାଶ ହୋଇଯିବାରୁ ସେହି ଆତ୍ମା ଭ୍ରମବଶତଃ ନିଜକୁ ନଷ୍ଟ ହୋଇଯାଇଥିବା ପରି ବୋଧ କରେ। ଯେପରି ଧନ ନାଶ ହୋଇଗଲେ ମନୁଷ୍ୟ ନିଜେ ବି ନାଶ ହୋଇଗଲା ବୋଲି ବୋଧ କରେ ଓ ଅତ୍ୟନ୍ତ ବ୍ୟାକୁଳ ହୋଇଉଠେ, ସେହି ଆତ୍ମା ବି ସେହିପରି ଅତ୍ୟନ୍ତ ବିବଶ ହୋଇ ନଷ୍ଟବତ ହୋଇଯାଏ। ମା ଏହିସବୁ ବିଷୟ ମନନ କରି ବିବେକୀ ପୁରୁଷ ନିଜର ଆତ୍ମାକୁ ଅନୁଭବ କରନ୍ତି। ଆତ୍ମା ହିଁ ହେଉଛି ଅହଙ୍କାର ସହିତ ସକଳ ତତ୍ତ୍ୱର ଅଧିଷ୍ଠାନ ଓ ପ୍ରକାଶକ। ଦେବହୂତି ପଚାରିଲେ, ପ୍ରଭୁ, ପୁରୁଷ ଓ ପ୍ରକୃତି ଉଭୟ ହେଉଛନ୍ତି ନିତ୍ୟ ଏବଂ ସେମାନେ ଏକ ଅନ୍ୟର ଆଶ୍ରୟରେ ରହନ୍ତି, ତେଣୁ ପ୍ରକୃତି ପୁରୁଷକୁ କଦାପି ଛାଡ଼ିପାରିବ ନାହିଁ। ବ୍ରହ୍ମନ୍ ଯେପରି ଗନ୍ଧ ଓ ପୃଥିବୀର ତଥା ରସ ଓ ଜଳର ପୃଥକ୍ ପୃଥକ୍ ସ୍ଥିତି ହୋଇପାରେ ନାହିଁ, ସେହିପରି ପୁରୁଷ ବା ଆତ୍ମା ଓ ପ୍ରକୃତି ତ ଏକ ଆରେକକୁ ଛାଡ଼ି ରହିପାରିବେ ନାହିଁ। ତେବେ ପ୍ରକୃତିର ଆଶ୍ରୟ ନେଇ କର୍ମବନ୍ଧନରେ ପଡ଼ିଥିବା ଅକର୍ତ୍ତା ପୁରୁଷ ପ୍ରକୃତିର ଗୁଣ ଥାଉ ଥାଉ କିପରି ବା କୈବଲ୍ୟ ପଦ ଲାଭ କରିପାରିବ? ଯଦିବା ତତ୍ତ୍ୱ ବିଚାର କଲେ ଏହି ସଂସାର ବନ୍ଧନରେ ତୀବ୍ର ଭୟ ନିବୃତ୍ତ ହୋଇଯିବ, ତଥାପି ଏହି ବନ୍ଧନର କାରଣଭୂତ ପ୍ରାକୃତ ଗୁଣମାନେ ନଷ୍ଟ ନହେଲେ ସେହି ବନ୍ଧନ ଭୟ ତ ପୁନର୍ବାର ଉପସ୍ଥିତ ହୋଇପାରେ। ଶ୍ରୀ ଭଗବାନ କହିଲେ, ଅଗ୍ନିର ଉତ୍ପତ୍ତି ସ୍ଥଳ ଅରଣି ଯେପରି ତା ନିଜ ଭିତରୁ ଉତ୍ପନ୍ନ ହୋଇଥିବା ଅଗ୍ନି ଦ୍ୱାରା ଜଳି ଭସ୍ମ ହୋଇଯାଏ, ନିଷ୍କାମ ଭାବରେ ସ୍ୱଧର୍ମ ପାଳନ କଲେ ସେହିପରି ଅନ୍ତଃକରଣ ଶୁଦ୍ଧ ହୋଇଯିବ ଏବଂ ତା ଫଳରେ ବହୁ ସମୟ ଧରି ଭଗବତ କଥା ଶ୍ରବଣ ହେତୁ ପୁଷ୍ଟ ହୋଇଥିବା ତୀବ୍ର ଭକ୍ତି ଦ୍ୱାରା, ତତ୍ତ୍ୱ ସାକ୍ଷାତକାର କରାଉଥିବା ଜ୍ଞାନ ଦ୍ୱାରା, ପ୍ରବଳ ବୈରାଗ୍ୟ ଦ୍ୱାରା, ବ୍ରତ ନିୟମ ଆଦି ସହିତ କରାଯାଉଥିବା ଧ୍ୟାନ ଅଭ୍ୟାସ ଦ୍ୱାରା ଏବଂ ଚିତ୍ତର ପ୍ରଗାଢ଼ ଏକାଗ୍ରତା ଦ୍ୱାରା ପୁରୁଷର ପ୍ରକୃତି ବା ଅବିଦ୍ୟା ଦିନ ରାତି କ୍ଷୀଣ ହୋଇ ହୋଇ ଧୀରେ ଧୀରେ ଲୀନ ବା ନିଶ୍ଚିହ୍ନ ହୋଇଯିବ। ଏହି ରୂପେ ପ୍ରକୃତିକୁ ଭୋଗ କରିସାରି ତ୍ୟାଗ କରିଦେଲେ ଓ ଅନୁକ୍ଷଣ ସେଥିରେ ଦୋଷ ଦର୍ଶନ କରିଚାଲିଲେ ସେହି ପ୍ରକୃତି ଆତ୍ମସ୍ୱରୂପରେ ଅବସ୍ଥିତ ବନ୍ଧନମୁକ୍ତ ହୋଇଯାଇଥିବା ପୁରୁଷର କୌଣସି ପ୍ରକାର କ୍ଷତି କରିପାରେ ନାହିଁ। ଯେପରି ଶୋଇଥିବା ବ୍ୟକ୍ତି ସ୍ୱପ୍ନରେ ଯେତେ ସବୁ ଅନର୍ଥ ଅନୁଭବ କରେ, ଜାଗ୍ରତ ହୋଇଯିବା ପରେ ତାହା ସେହିସବୁ ଅନୁଭବ ପ୍ରତି କୌଣସି ପ୍ରକାର ମୋହ ରହେ ନାହିଁ, ସେହିପରି ଯାହାଙ୍କୁ ତତ୍ତ୍ୱଜ୍ଞାନ ହୋଇଯାଏ ଏବଂ ଯେ ନିରନ୍ତର ମୋ ଠାରେ ହିଁ ମନ ଲଗାଇଥାନ୍ତି, ପ୍ରକୃତି ସେଭଳି ଆତ୍ମାରାମ ମୁନିଙ୍କର କୌଣସି ପ୍ରକାର ଅନିଷ୍ଟ କରିପାରେ ନାହିଁ। ମନୁଷ୍ୟ ଯଦି ଅନେକ ଜନ୍ମ ଧରି ବହୁ ସମୟ ପର୍ଯ୍ୟନ୍ତ ଏହିପରି ଆତ୍ମଚିନ୍ତନରେ ହିଁ ନିମଗ୍ନ ରହିବ,
ତେବେ ତାକୁ ବ୍ରହ୍ମଲୋକ ପର୍ଯ୍ୟନ୍ତ ସକଳ ପ୍ରକାର ଭୋଗରୁ ବୈରାଗ୍ୟ ଆସିଯିବ। ମୋର ସେଭଳି ଧୈର୍ଯ୍ୟବାନ ଭକ୍ତ ମୋର ମହତି କୃପାରୁ ହିଁ ତତ୍ତ୍ୱଜ୍ଞାନ ପାଇ ଆତ୍ମା ଅନୁଭବ ଦ୍ୱାରା ସକଳ ସଂସାରରୁ ମୁକ୍ତ ହୋଇଯିବ ଏବଂ ତାପରେ ଲିଙ୍ଗ ଶରୀର ନାଶ ହୋଇଗଲେ ସେ ଏକମାତ୍ର ମୋର ହିଁ ଆଶ୍ରିତ ହୋଇ ନିଜର ସ୍ୱରୂପଭୂତ କୈବଲ୍ୟ ସଜ୍ଞକ ମଙ୍ଗଳମୟ ଅପୁନରାବର୍ତ୍ତୀ ପଦ ସହଜରେ ପାଇଯିବ। ସେହି ପଦରେ ପହଞ୍ଚିଗଲେ ଯୋଗୀ ଆଉ ଫେରିଆସେ ନାହିଁ। ମା, ଯଦି ଯୋଗୀର ଚିତ୍ତ ଯୋଗ ସାଧନ ଦ୍ୱାରା ବୃଦ୍ଧି ପାଉଥିବା ମାୟାମୟୀ ଅଣିମାଦି ସିଦ୍ଧିରେ ବାନ୍ଧି ହୋଇ ନ ଯିବ, ତେବେ ଯୋଗୀ ମୋର ସେହି ଅବିନାଶୀ ପରମପଦ ପାଇଯିବ, ଯାହା ଉପରେ କି ମୃତ୍ୟୁର କୌଣସି ପ୍ରଭାବ ପଡ଼େ ନାହିଁ। ଯୋଗ ସାଧନା ବଳରେ ହିଁ ଅଣିମାଦି ସିଦ୍ଧି ମିଳିଥାଏ ଏବଂ ଏହା ଯୋଗୀର ମାର୍ଗରେ ବିଘ୍ନ ଘଟାଇପାରେ। ଏହି ଥିଲା ଏହି ଅଧ୍ୟାୟର ସୁନ୍ଦର ବ୍ୟାଖ୍ୟା। ଅତୀବ ଗୂଢ଼ ତତ୍ତ୍ୱ କଥା ଏଠାରେ ବର୍ଣ୍ଣନା କରାଯାଇଛି। ତେଣୁ ଶାସ୍ତ୍ର ପଢ଼ିଲେ ଅନେକ ଜ୍ଞାନ ମିଳିପାରିବ। ଏଠି ଗୋଟେ ଲେଖାଯାଇଛି, ଯେସନେ ସ୍ୱପନେ ଅନର୍ଥ ଜାଗିଲେ ହୁଅ ସତ୍ୟ, ତେସନେ ସଂସାର ଦିଶଇ ମୋ ମାୟା ତାକୁ ନ ଲାଗଇ, ବହୁତ ଜନ୍ମ ଭାଗ୍ୟ ବଳେ ଆଧ୍ୟାତ୍ମ ଜ୍ଞାନ ହୁଏ କାଳେ। ଅର୍ଥାତ୍ ମଣିଷ ବହୁତ ପୁଣ୍ୟ କାମ କଲେ ଯାଏଁ ଆଧ୍ୟାତ୍ମ ଜ୍ଞାନ ବା ଆଧ୍ୟାତ୍ମିକ ଜ୍ଞାନ ପ୍ରାପ୍ତ ହୋଇପାରେ, ଅର୍ଥାତ୍ ସେ ଶାସ୍ତ୍ର ଜ୍ଞାନ ଅଧ୍ୟୟନ ପ୍ରତି ଆକୃଷ୍ଟ ହୋଇପାରେ। ସେଥିପାଇଁ ଅଧିକାଂଶ ଲୋକ ଆଜି ଶାସ୍ତ୍ର ପ୍ରତି ଆକର୍ଷିତ ହୋଇପାରୁନାହାନ୍ତି, କାରଣ ତାଙ୍କ ଭାଗ୍ୟରେ ହିଁ ନାହିଁ। ଭାଗ୍ୟ ଉଜ୍ଜୀବିତ କରିବାକୁ ହେଲେ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରନ୍ତୁ। ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କଲେ ଆପଣଙ୍କର ଶରୀରରେ ଆସୁରିକ ଗୁଣ ଗୁଡ଼ିକ ଲୋପ ପାଇଯିବ ଏବଂ ଦୈବୀ ଗୁଣ ଗୁଡ଼ିକ ବିକଶିତ ହେବ। ଦୈବୀ ଗୁଣ ଗୁଡ଼ିକ ବିକଶିତ ହେବା ଫଳରେ ଆପଣଙ୍କର ମନରେ ଭଗବାନ ପ୍ରତି ଭକ୍ତି ଜାଗ୍ରତ ହେବ ଏବଂ ଶାସ୍ତ୍ର ଅଧ୍ୟୟନ ପ୍ରତି ମଧ୍ୟ ଆପଣ ଆକୃଷ୍ଟ ହୋଇପାରିବେ। କାରଣ ଶାସ୍ତ୍ର କହେ, ଯେଉଁଠି ଆସୁରିକ ଗୁଣ ଭରପୁର ହୋଇଯାଏ ସେଇଠି ସାତ୍ତ୍ୱିକ ଗୁଣ ବା ଦୈବୀ ଗୁଣ ଲୋପ ପାଏନି, ବିକଶିତ ହୋଇପାରେ ନାହିଁ। ତେଣୁ ସାତ୍ତ୍ୱିକ ଖାଦ୍ୟ ଗ୍ରହଣ କରିବାକୁ ସର୍ବଦା ଶାସ୍ତ୍ର ପ୍ରେରଣା ଦିଏ। ତେବେ ଏମିତି ଧାରାବାହିକ ଭାବରେ ଶୁଣିବା ପାଇଁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ପ୍ରତ୍ୟେକ ଅଧ୍ୟାୟ ଧାରାବାହିକ ଭାବରେ ଶୁଣନ୍ତୁ। ଏହି ଅଧ୍ୟାୟଟି ଆପଣ ଭଲ ଭାବରେ ଶୁଣିଥିବାରୁ ଭଗବାନ ଆପଣଙ୍କ ଉପରେ କୃପା କରନ୍ତୁ ଏବଂ ଆପଣଙ୍କର ଆଜି ଏହି ଦିନଟି ମଙ୍ଗଳମୟ ହେଉ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।